ମା ସେ ଯୋଉ ସିଆରେ ମେଥଡ କହୁଥିଲେ ପଢେଇବା ପାଇଁ, ହଁ ସେଟା ଯୋଉ ସିଆରେ ମେଥଡ କନକ୍ରିଟ ହଁ କନକ୍ରିଟ ମାନେ କଣ? ବାସ୍ତବ ମାନେ ଆମେ କଣ ଯୋଉଟା ପଢୁ ତାଙ୍କୁ ସେଇ ବାସ୍ତବ ମାନେ ତାଙ୍କୁ ସେଇଠିକି ନେଇକି ଯିବୁ ଦେଖେଇବୁ ନା କନକ୍ରିଟ ମାନେ କଣ? ହଁ 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 କଂକ୍ରିଟ ମାନେ ହଉଛି ଯୋଉ ବିଷୟଟି ଆମେ କରୁଛନ୍ତି ସିଏ ଯେମିତି ନିଜେ ସ୍ପର୍ଶ କରିବ, ଦେଖିବ, ଅନୁଭବ କରିବ, ଡାଇରେକ୍ଟଲି ସେଇଟା କରିବ। ଯେମିତି ଯଦି କ୍ଲାସ ରୁମ କୁ ଆଣି ହବ, ଯେମିତି ପିଲାଙ୍କ କ୍ଷେତ୍ରରେ ଯୋଉ ପିଲାକୁ ଜିନିଷ ଯଦି ଆଣି ହବ, ତାହେଲେ ପିଲା ଜିନିଷ ଦେଖି ବାହାର କରିବ। ଯଦି ଜିନିଷ ନହେଲା ସେଠିକି ଯାଇକି ଯଦି ଦେଖେଇ ହବ, ଯାଇକି ଦେଖିବ। ତାମାନେ ସ୍ପର୍ଶ କରିକି ଦେଖିବ, ନିଜେ କରିକି ଦେଖିବ, ଏସବୁ ଜିନିଷ ହଉଛି କଂକ୍ରିଟ। ଆମେ ଇମାଜିନେସନ ରେ ସବୁ ଜିନିଷ ଧର ମ୍ୟାଥମେଟିକ୍ସ ଆରମ୍ଭ କରି ଯୋଉ ଜିନିଷ ବିଜ୍ଞାନ ହଉ, ଇତିହାସ ହଉ, ହଁ ଇତିହାସ ତମେ କହିବ ଆମେ କଣ ଯୋଉ ବାବର ହଉ କି ଐର ଖାରବେଳ ହୁଅନ୍ତୁ, ତାଙ୍କୁ ଆଣି ଠିଆ କରିବୁ ନା କଣ? ଆମେ କଣ କରୁ, ଆମେ ଯେତେବେଳେ ଟିଚିଂ ମେଥଡରେ ଯାଉ, କେବଳ କହିଦଉ, ପିଲା ସେଇଟା ଇମାଜିନ କରିବ। ଇମାଜିନ୍ ଟା ହଉଛି ଆବଷ୍ଟ୍ରାକ୍ଟ। ତେଣୁ ସେଥିପାଇଁ କଂକ୍ରିଟ ସେଇଟା ହଉଛି କୁହ। ସେ ଯୋଉ ଇତିହାସ କହିଲେ, ସେଇଟା ତ ଆଣିକି ଦେଖେଇ ହବନି। ହୁଁ ସେଇଟା ଏମିତି ଡ୍ରାମାଟାଇଜ କରିବ। ଡ୍ରାମା ମାଧ୍ୟମରେ ପଢେଇ ହବ। ହୁଁ ଡ୍ରାମାଟାଇଜ କରିବ। ହଁ ଆରେ କଣ କରୁଛୁ? ଆର ହଉଛି ରିପ୍ରେଜେଣ୍ଟେସନ। ଯୋଉଟା ଆମେ ଏଇ ଯେମିତି ଡ୍ରାମାଟାଇଜ ଯୋଉଟା କରିଲେ, ସେଟା ରିପ୍ରେଜେଣ୍ଟେସନ। ଆମେ ଯେତେବେଳେ କୌଣସି ଜିନିଷ କଂକ୍ରିଟଲି କରିଲେ, ଯେତେବେଳେ ଛୋଟ ଛୁଆ ଅଛି, ତା ପାଇଁ କଂକ୍ରିଟ ର ଅର୍ଥ ଟା ଗୁରୁତ୍ୱପୂର୍ଣ୍ଣ ବହନ କରେ। ସେତେବେଳେ ତାର ଇମାଜିନେସନ ଷ୍ଟ୍ରଙ୍ଗ ହେଇନଥାଏ। ତେଣୁ ତା ପାଇଁ କଂକ୍ରିଟ ଟା ନିହାତି ଦରକାର ହୁଏ। ବୟସ ବଢିବା ସାଙ୍ଗକୁ ଯେତେବେଳେ ଇତିହାସ ଆମେ ପଢିଲେଣି, ଷଷ୍ଠ ସପ୍ତମ ଅଷ୍ଟମ ନବମ ଦଶମ ହେଲାଣି, ସେତେବେଳକୁ କଂକ୍ରିଟ ର କମିଯିବ। ତେଣୁ ଏଜ ଅନୁସାରେ ପରସେଣ୍ଟେଜ ଅଫ କୋଉଥିରେ କଂକ୍ରିଟ 100% ଥିବ, ବୟସ ବଢିଲେ କୋଉଠି କଂକ୍ରିଟ କମିବ, କୋଉଠି ପ୍ରେଜେଣ୍ଟେସନ ବଢିବ, ଆଉ ଆବଷ୍ଟ୍ରାକ୍ଟ ଆସି ନଥବ। ତାପରେ ବେଶୀ ବଡ ହେଲାକୁ ଆବଷ୍ଟ୍ରାକ୍ଟ ଅଧିକ ଥବ। କଂକ୍ରିଟ ହୁଏ ତ 1% ଥାଇପାରେ। ତାପରେ ସବଜେକ୍ଟ ଅନୁସାରେ ବି କୋଉଥିରେ କଂକ୍ରିଟ ଅଧିକ ରହିବ, କୋଉଥିରେ କଂକ୍ରିଟ ଟିକେ କମ ରହିପାରେ। କିନ୍ତୁ ଯେତେବେଳେ ଆମର ପ୍ରି ପ୍ରାଇମେରୀ ବା ପ୍ରାଇମେରୀ ସମୟ କୁହାହଉଛି, ସେ ସମୟରେ ପିଲାମାନେ କଂକ୍ରିଟରେ କୁ ନହେଲେ ପିଲାମାନେ ଆବଷ୍ଟ୍ରାକ୍ଟ କୁ ପହଞ୍ଚି ପାରନ୍ତି ନାହିଁ। ଯଦି ସେ ଯୋଉ ଜିନିଷ ଟୋଟାଲି ଜାଣିନାହିଁ, ତାକୁ ସେ ଇମାଜିନ କେମିତି କରିବ? ତେଣୁ ସେଠି କଂକ୍ରିଟ ଟା ସେଥିପାଇଁ କୁହାଯାଏ 100% ଆଗ କଂକ୍ରିଟ କର, ତାପରେ ଯାଇକି କଂକ୍ରିଟ ରୁ ଆସିବ ରିପ୍ରେଜେଣ୍ଟେସନ। ବୟସ ବଢିବା ସହିତ ଏହାର ଅନୁପାତ କମ ବେଶୀ ହବ। ପ୍ରଥମ କଥା। ଦ୍ଵିତୀୟ କଥା ହେଲା ସବଜେକ୍ଟ ଅନୁସାରେ ବି କମ ବେଶୀ ହବ। ଧରା ଯାଉ ଆମେ କହିବା ସାଇନ୍ସରେ ଏକ୍ସପେରିମେଣ୍ଟରେ କେତେଟା କରିହବ, କେତେଟା କରିହବନି। ଯୋଉଟା କରିହବ କିମ୍ବା ଯୋଉଟା କରିହବନି ବୋଲି ଆମେ ଭାବୁଛନ୍ତି, ପ୍ରକୃତରେ ତାର ଅବଜେକ୍ଟିଭ ଟା କଣ? ଅବଜେକ୍ଟିଭ ଟା ଯଦି ରହିଛି, ଧରାଯାଉ ଦିଟା ଜିନିଷ ମିଶିଲେ ନୂଆ ଏକ ଜିନିଷ ବାହାରେ ବୋଲି ଆମେ ଜଣେଇବାକୁ ଚାହୁଁଛୁ, କେମିତି ମିଶ୍ରଣ କୋଉଟା, ଯୌଗୀୟ ପଦାର୍ଥ କେମିତି ହଉଛି, ଯଦି ସେଇଟା ଜଣେଇବାକୁ ଚାହୁଁଛୁ, ଏମିତି କିଛି ମାନେ ନାହିଁ ଯେ ଯୋଉ ଜିନିଷ ସେ କରି ନ ପାରିବେ, କେବଳ ସେଇ ଜିନିଷର ଉଦାହରଣ ଦବା। ଯୋଉ ଜିନିଷ କରିପାରିବେ, ଆଗ ସେ ଜିନିଷ ତାକୁ ପାଖରେ ଆଣିଦବା, ସେ କରିବେ। କରିସାରିଲା ପରେ, ତାପରେ ଯୋଉ ଜିନିଷ ଗୁଡାକ ଆମେ ଦେଖେଇ ପାରିବୁନି, ତାଙ୍କୁ ଦେଇ ପାରିବୁନି ଏକ୍ସପେରିମେଣ୍ଟ କରିବାକୁ, ସେ ଜିନିଷ ହୁଏତ ଆମେ ଲେଖିପାରୁ। ସେଇଥିପାଇଁ କଂକ୍ରିଟ ହେଲା ଜିନିଷ। ତାପରେ ରିପ୍ରେଜେଣ୍ଟେସନ ଟାକୁ କୁହାଯାଏ, ସେଥିପାଇଁ
छोट पिला जो आमर पिक्चर है ग्लोब्स है मानचित्र है ये सब जिन हूँ पिक्चराइजेशन किंबा आमे प्रथमे धरा जो गोड़ी बा कदली किंबा आमे कहबा सेव सेवटा आणिकी थोइले से धरिकी देखिला कला तापर सेवर चित्र करवा 4टा सेव आणले 5टा सेव मिसेला चित्र कले सेटा हला रिप्रेजेंटेशन आसला तापर सेव जगह आमे लिखिले 4 5 तामाने सेव को सिंबलाइज कला 4टा सेव तेणु ताकू आमे गोटे सिंबल व्यवहार कले 4 सेटा हला एब्स्ट्रैक्ट से बर्तमान 4 बोली संसार किछि नाही सी 4टा जिनस 4टा वस्तु ताकू इमेजिन कला सेटा हला एब्स्ट्रैक्ट आउट क्वेश्चन हम्म ଏବେ ପିଲାମାନଙ୍କୁ ଯୋଉ କହିଲେ ସେମାନେ ଶୁଣୁନାହାନ୍ତି କି ରେସ୍ପଣ୍ଡ କରୁନାହାନ୍ତି ସମସ୍ତେ କହୁଛନ୍ତି हम्म ଯାହା ବି କହିଲୁ ଏଇ କହିଲୁ ସେମାନେ ତାର କାରଣ କଣ ମାନେ ଆମ ପାଖରେ ଇଏ ନା ପିଲାଙ୍କ ପାଖରେ ଅଛି କିଛି बहुमुखी कारण रही प्रथम कारण है पिलामाने जो जोठी थाइकिरी से माने चिंता करुछन्ति भाबुछन्ति आमे एक्चुअली से जगह को पहुंची पारनु आमे आमे जोठी थिलु आमे सेठू थाइकिरी तांको विचार करिया को बा तांको अप्रोच करिया को चेष्टा करू छोट छुआ हुअन्तु बड़ छुआ हुअन्तु जो छुआ हुअन्तु से माने गोटे चेतना रे बसवास करुछन्ति आमे चेतना एठी भी न कोहा जाऊ से माने गोटे धारणा रे बसवास करुछन्ति तेणु आमे भाबुचु तांको पई एइटा दरकार से काहे सुनिबेनी सेमान तो जानती नहीं तांको पई दरकार कोटा कोटा दरकार नहीं सेटा तांकर पई किछि नहीं सी तांकर रुचि अनुसार से चलन तांकर रुचि तांको जोटा खुशी लागु से जेमती गोटे एग्जांपल कहा जाए प्राय लोक को देखिए जदि भक्ति गीत बाजिला भेराइटी लोक अच्छा केजन लोक अच्छा भक्तिपूत होकर हाथ जोड़ केजन अच्छा गुड़ाक बोर तार एवं मेडिटेशन होता जीए सतरे माँ ऊपर केन्द्रीभूत करने नीरव बसिक मेडिटेशन करिवो तबे से म्यूजिक टा ताकू उच्चतर चेतना को नहीं जीवो तेणु से सेठी पहुंचीबो ताकू समय जना पड़िबोनी ताकू बहुत कम समय लागिवो अध घंटा मेडिटेशन ताकू लागियो जे संग संग सरीगला किंतु जार आदौ इच्छा न था सेठी बसतव ताकू सेटा भारी बोर लागिवो ता माने सीए तार इच्छा नहीं बा सी भावुची एटा ता पे आवश्यक नहीं सी आउ एक जगत रोच आमर निम्न प्राण साधारणतः समस्तंकर अधिक सक्रिय थाए प्राण सक्रिय थाए निम्न प्राण अधिक सक्रिय थाए तेणु हायर जिनस ता पाखरे ताकू लगे जेमती एब्स्ट्रैक्ट सब लगे जेतेबेले एब्स्ट्रैक्ट जिनस आसीगला सेतेबेले ता मन लगे तेणु आमे जेतेबेले पिला को अप्रोच करूचे सेतेबेले पिला आउ गोटे लेवल ऑफ थॉट रे अच्छा आमे से लेवल ऑफ थॉट को जाइए तांको पाखरे पहुंच पारना बा जो जिनसटी तांको पाखरे थोया को जाउजु से लेवल को नहीं पहुंचे पारनु हैला सेठी पई आमे जो कथा हले एक्टिविटी मेथड रे करिबा बा तांको न्यू अप्रोच रे करिबा सेठी पई एबे जो एनईपी लागुची एनईपी रे कहउचंती जीवन धर्मी प्रयोगात्मक दिग को व्यवहार करी पिलांग पाखरे तुम्हें पहुंच तेणु वर्तमान गोटे ट्रांजिशनल पीरियड रे एक्चुअली एटी कलेक्टिव एफर्ट दरकार एटी व्यक्तिगत गोटे लोक कर परिबो कलेक्टिव एफर्ट होची माहौल तैयारी करिवो कलेक्टिव एफर्ट हबो सेठी पे एनईपी गोटे कलेक्टिव एफर्ट आन दबो
ସିଏ କଣ କରିବ, ବହିରେ ଆମର ସେଇ ଧରାଯାଉ ବର୍ତ୍ତମାନ ଜଣକୁ ଭୋକ ହଉଛି, ତେବେ ଭୋକ ବିଷୟରେ କହିଲେ ତାର ସେ ଭୋକ ହେଇଥିଲା, ଖାଇଲା, ତୃପ୍ତ ହେଇଗଲା, ତେଣୁ ସିଏ କଣ କରିବ ନା ତମ କଥା ଯାହା କହିବ ସେ ରିଲେଟ କରିବ, ହଁ ଭୋକ ହେଲେ ଏମିତି ଏମିତି ହୁଏ, ଏଇ ଜିନିଷ ହୁଏ, ତାପରେ ଏମିତି ଲାଗେ, ତାପରେ ଖାଇସାରିଲା ପରେ ଏଇଆ ଲାଗେ, ସେ ରିଲେଟ କରିବ ତା ଜୀବନରେ ଘଟୁଥିବା ଘଟଣା ସହିତ ସେ ରିଲେଟ କରିବ। ଯେତେବେଳେ ତା ଜୀବନରେ ଘଟୁଥିବା ଘଟଣା ବିଷୟରେ ତା ସହିତ ଆପଣ ଆଲୋଚନା କରିବେ ପାଠ ମାଧ୍ୟମରେ, ସେତେବେଳେ ସେ ତମ କଥା ପୁରା ଶୁଣିବ। ତା ପାଇଁ ସେଟା ଆବଷ୍ଟ୍ରାକ୍ଟ ନୁହଁ, ଯେତେବେଳେ ଆବଷ୍ଟ୍ରାକ୍ଟ ହେଇଯିବ ସେ ଆଉ ଶୁଣିବ ନାହିଁ। ତେଣୁ ସେଥିପାଇଁ ପ୍ରୟୋଗାତ୍ମକ ଦିଗ କୁହାହଉଛି, ଜୀବନ ଧର୍ମୀ କୁହାହଉଛି। ଇଏ ହେଲା, ତେଣୁ ଏଥିପାଇଁ କଲେକ୍ଟିଭ ଏଫର୍ଟ ଦରକାର। ଟେକ୍ସଟ ବୁକ୍ ବଦଳିବ, ପ୍ୟାରେଣ୍ଟସ ମାନେ ବି ସହଯୋଗ କରିବେ, ଏବଂ ଗଭର୍ଣମେଣ୍ଟ ର ପ୍ରେସର ରହିବ ଗୋଟେ ଅଲଗା ପ୍ରକାର ରହିବ। ଗଭର୍ଣମେଣ୍ଟ ବର୍ତ୍ତମାନ ଯେମିତି କହୁଛି ଯଦି ଭଲ ମାର୍କ ନ ରଖିଛ ତାହେଲେ ସେ ଟିଚର ବାହାର କରିଦଉଛି, ସେ ପ୍ରେସର ଅଲଗା ରହିବ, ତାକୁ ଆସେସମେଣ୍ଟ ବି ଅଲଗା ହବ। ପିଲା ଆମର ଆମେ କହିବା ଗୋଟେ ଆଉ ଗୋଟେ କଥା ନେଇଯାଉନାହାନ୍ତି, ଧରାଯାଉ ଏବେ ଆମେ କହୁଛନ୍ତି ଟ୍ରାନଜିସନାଲ ପିରିୟଡ, ପିଲା ଶୁଣୁନାହାନ୍ତି, ଠିକ ଅଛି। କମ୍ପ୍ୟୁଟର ବହି ବିଷୟ ଯେତେବେଳେ ଆମେ ଦଶମରେ ପଢାନ୍ତି, ସେତେବେଳେ ସବୁ ପିଲା ଇଣ୍ଟରେଷ୍ଟ ଦିଅନ୍ତି ନାହିଁ। କାହିଁ ଦିଅନ୍ତି ନାହିଁ? ସିଏ ଭାବନ୍ତି ମେଡିସିନ ତାଙ୍କର HSC ମେଟ୍ରିକ ପରୀକ୍ଷାରେ ପଡିବ ନାହିଁ, ଏଇ କମ୍ପ୍ୟୁଟର ଗୋଟେ ପାଠ ଆମେ ପଢିଲେ କଣ ହବ, ଆମର ସାର୍ଟିଫିକେଟ କଥା ଯଦି କହିବ, ସିଏ କହିବ ତ ପରୀକ୍ଷା ସରୁ ସବୁ ସରୁ, ଯୋଉ 3 ମାସ 4 ମାସ ଥବ, ସେତେବେଳେ ମୁଁ ଯଦି ଅମକଟା BCA ନେଇଯିବି, DCA ନେଇଯିବି, ମୋର ପାଠ ହେଇଯିବ। ଆଉ ସାର୍ଟିଫିକେଟ ତ ଯଦି ଦରକାର 5,000 ଦେଇଦେଲେ ସାର୍ଟିଫିକେଟ ମିଳିବ। ବେକାରଟାରେ କାହିଁକି ସେଥିରେ ସମୟ ନଷ୍ଟ କରିବି, ଦଶମରେ ତ ଏ ବିଷୟ ପଡିବ ନାହିଁ। ଏମିତି ଯେତେ ଗୁଡେ ଫ୍ୟାକ୍ଟର ସବୁ ଥାଏ, ତେଣୁ ସେଇ ଫ୍ୟାକ୍ଟର ଗୁଡାକ ବର୍ତ୍ତମାନ ଆମର କ୍ଲାସ ରୁମ ସିଚୁଏସନ ସବୁ ସେଇ ଫ୍ୟାକ୍ଟର। ସିଏ ଭାବୁଛି ମୁଁ ପାଠ ପଢି କଣ ଟା କରି ପକେଇବି, କାହିଁକି ପଢିବି। କଲେକ୍ଟିଭ ଏଫର୍ଟ ଯେହେତୁ ନାହିଁ, ଆରମ୍ଭରୁ ଯେତେବେଳେ ମେଥଡ ଅଫ ଯୋଉ ଟିଚିଂ ମେଥଡ ଟା ଚେଞ୍ଜ ହେଇନି, ଯୋଉଠି କି ଟିଚିଂ ମେଥଡ ଚେଞ୍ଜ ଯେତେବେଳେ ଆମେ ପଢିଲେ ପ୍ରଭୁଙ୍କର, ତାକୁ ଅବଜରଭେସନ କରିବା ଶିଖେଇବ। ତାକୁ ଯୋଉ ଆମେ ହଠାତ୍ ଯୋଉ କନକୁଡ ନେଇଯାଉ, ଏଇଟା ବଢିଆ ସୁନ୍ଦର ଫୁଲ, କି ସୁନ୍ଦର ବାସନା, ସେ କହିଲେଣି ସୁନ୍ଦର ବୋଲି କଣ, ସୁନ୍ଦର ସଂଜ୍ଞା କଣ? ସୁନ୍ଦର ସଂଜ୍ଞା କିଛି ନାହିଁ, କିନ୍ତୁ ଆମେ ଗୋଟେ ଧରି ନେଇଛୁ ଏଇଟା ହଉଛି ସୁନ୍ଦର। ସେଇ ଧାରଣାକୁ ଭାଙ୍ଗିବା ପାଇଁ ଅବଜରଭେସନ ପାୱାର ଶିଖେଇବାକୁ କହିଲେ ଶ୍ରୀ ଅରବିନ୍ଦ। ଅବଜରଭେସନ ପାୱାର ଶିଖିଲା, କେମିତି କଣ କଲେକ୍ଟିଭ ସିନ୍ଥେସିସ୍ କରିବ, କେମିତି ଇନଫରମେସନ କଲେକ୍ଟ କରିବ, ସେଇଟା ଯେ ସର୍ବସ୍ୱ ନୁହଁ। ଗୋଟିଏ ଆଇଡିଆ ଆଣିବ, ତାର ଆଉ ଗୋଟେ ଅପୋଜିଟ ଧାରଣା ଆଣିବ, ପୁଣି ତୃତୀୟ ବ୍ୟକ୍ତିର ନିରପେକ୍ଷ ଧାରଣା ଆଣିବ, ପୁଣି ଉର୍ଦ୍ଧ୍ୱରୁ ଥାଇକିରି ସେଇ ଜିନିଷ ଟାକୁ କେମିତି ଦେଖନ୍ତି ତାକୁ ଧାରଣା ଆଣିବ। ଏଇ ସବୁ ଜିନିଷ ଗୁଡାକ, ଡିସିସନ କେମିତି ନବ, ଏବଂ ଏକଥା ସେ କନଫର୍ମ ହବ ଯେ ମୁଁ ଯୋଉ ଡିସିସନ ନଉଛି ତାହା ସର୍ବୋତ୍ତମ ନୁହଁ। ଏଇ ସେନ୍ସ ଟା ଯଦି କଲେକ୍ଟିଭଲି ତା ପାଖରେ ନ ଆସେ, ଯଦି ଆସିଗଲା କଣ ହବ ନା, ସେ ସବୁ ବିଷୟକୁ ସେ ଅଟୋମେଟିକାଲି ନିଜେ ଖୋଜିବ। ତ ତାକୁ ଆଉ ସେ କାହିଁକି ଆପଣଙ୍କ ପାଠ ପଢାରେ ବୋର ହବ ବା ଅସହଯୋଗ କରିବ, କାହିଁକିନା ସିଏ ତ ତାପରେ ମୁଁ କ୍ଲାସ ରୁମ ସିଚୁଏସନ କୁ ଏମିତି ବଦଳି ଦେଇଥବ, ସିଏ ଜାଣିପାରିବ ନାହିଁ ଯେ କଣ ପଢା ହଉଛି, କିନ୍ତୁ ତାଙ୍କର ଇଣ୍ଟରେଷ୍ଟ ଅନୁସାରେ ସେମାନେ କାମରେ ଲାଗିଯିବେ। ସେମାନେ କାମରେ ଲାଗି ସାରିଲା ପରେ ଫାଇନାଲ ଆଉଟକମ ଟା ଦେଖିବେ, ଯାହା ବାହାରି ଗଲା, ଏ ବାହାରିଲା, ହଁ ଏବେ ଯାଅ। ତାପରେ ଦେଖିବେ ସେମାନେ ବହିରେ ଯାହା ପଢା ହଉଥିଲା ସେଇ ଗୋଟାକ ହିଁ ତାଙ୍କ କ୍ଲାସ ରେ ହଉଥିଲା, ସେ ପରେ ଦେଖିବେ, ପରେ ଜାଣିବେ। ଆମେ କଣ କରୁଛୁ, ଆମେ ଯାହା ତାଙ୍କ ଉପରେ ଇମ୍ପୋଜ କରୁଛୁ, ଜବରଦସ୍ତ ଲଦୁଛୁ, ତେଣୁ ସେମାନେ ଇଣ୍ଟରେଷ୍ଟ ଦଉନାହାନ୍ତି। ତେଣୁ ସେ ଆମ କଥା କିଏ ଶୁଣୁନାହାନ୍ତି। ତାପରେ ଆମ ପାଖରେ ବି ଯୁକ୍ତି ଅଛି, ଏତେ କମ ସମୟ ଭିତରେ ଏତେ ଗୁଡେ ପାଠ ତାଙ୍କୁ ଆମେ କେମିତି ବୁଝେଇବୁ। କେତେ ଜାଗାରେ କହିବେ ଆମ ପାଖରେ ଇନଷ୍ଟ୍ରୁମେଣ୍ଟ କାହିଁ, ଆମ ପାଖରେ ସମୟ କାହିଁ ଜିନିଷ କଲେକ୍ଟ କରିବା, ଆମ ସ୍କୁଲର ପଇସା କାହିଁ ସବୁ ଜିନିଷ ଯୋଗାଡ଼ କରିବା।
ଆଉ ଏତିକି ଟଙ୍କାରେ ତ ଚଳୁନି, ଆମେ ଅନ୍ୟ କାମ କରୁଛୁ, ତେଣୁ TLM ପ୍ରସ୍ତୁତ କରିବା ପାଇଁ ଆମ ପାଖରେ ସମୟ ନାହିଁ। ପିଲାମାନଙ୍କୁ କେମିତି ଏନଗେଜ କରିହବ, ପିଲାମାନେ କେମିତି ଫୁଲ ପୋଟେନସିଆଲିଟିରେ କାର୍ଯ୍ୟ ଭିତରେ ମଜି ରହିବେ, ସେ ଧାରଣା ଆମ ପାଖରେ ନାହିଁ। ସେଥିପାଇଁ ଆମେ ଚେଷ୍ଟା ବି କରୁନାହୁଁ। ସେଥିପାଇଁ ହୁଏତ ଆମର ମ୍ୟାନେଜମେଣ୍ଟ ଆମକୁ ସହଯୋଗ କରୁନାହିଁ। ମନେ ଅଛି ଗୋଟେ ଥର ଆମର ଟେଷ୍ଟ କହିଲେ ଅଧିକ ଧ୍ୟାନ ଦବ, ଅଧିକ ପାଠ ପଢାରେ ମଜି ରହିବ, ନା ମୋର କ୍ଲାସ ର ପ୍ରତ୍ୟେକ ପିରିୟଡରେ ହୁଏତ ମୁଁ 5 ମିନିଟ ଓରାଲ କରିପାରେ। ଦିଟା ତିନିଟା ପିରିୟଡ ସରିଲା ପରେ ମୁଁ 5 ମାର୍କିଆ କୋଶ୍ଚିନ୍ 5 ମାର୍କର କୋଶ୍ଚିନ୍ ହଉ, 6 ମାର୍କର କୋଶ୍ଚିନ୍ ହଉ, 4 ମାର୍କର କୋଶ୍ଚିନ୍ ହଉ ଟେଷ୍ଟ କରିଦେବି। ତାପରେ ସେଇଟା ଡିସକସନ କରିବି, ତାହେଲେ ଆସେସମେଣ୍ଟ ଟା ବେଟର ହବ। ଆସେସମେଣ୍ଟ କଥା କାହିଁକି କହିଲି, ନା ପିଲାର ଅଗ୍ରଗତି କୋଉଥିରେ ହବ ସେ ବିଷୟଟା ଆମର ଯଦି ଅବଜେକ୍ଟିଭ ରହିଲା, ତାହେଲେ ଉପାୟ ଦେଖାଯିବ। ତେଣୁ ଆମର ଅବଜେକ୍ଟିଭ ଆକ୍ଚୁଆଲି କଣ ହଉଛି, ନା ବହିରେ ଯେତିକି ପାଠ ଅଛି କେମିତି ପିଲାଙ୍କ ଭିତରେ ସେତକ ପୂରେଇ ଦବୁ। ତେଣୁ ପିଲା କାହିଁ ସେଗୁଡାକୁ ନବ, ପିଲା ତ ଦେଖୁଛି ସେଇ ଇନଫରମେସନ ଟା ବାହାରୁ ମିଳିଯିବ। ତେଣୁ ସେ କ୍ଲାସ ରୁମ ରେ କାହିଁକି ଇଣ୍ଟରେଷ୍ଟ ନବ ତମ କଥା ଶୁଣିବା ପାଇଁ। କ୍ଲାସ ରୁମ ଯେମିତି, ତାପରେ ଘରେ ବଡ ବଡ ଲୋକ, ଆମ ନିଜେ ନିଜ କଥା ଆମେ ଶୁଣୁଛେ, ଆମେ ଭାବୁଛେ ଆମେ ହଉଛୁ ଜ୍ଞାନୀ। ମୋ ସାନ ଭାଇ ହଉ, ମୋ ବଡ ଭାଇ ହଉ, ମୋ ବାପା ହଉ, ମୋ ବୋଉ ହଉ, ସେମାନେ ଯାହା କୁହନ୍ତି ଆମେ ଯୁକ୍ତି କରୁଛୁ, ଆମେ କହୁଛୁ ଆମେ ଅଧିକ ଜାଣିଛୁ, ତମେ କଣ ଜାଣିଛ, ତମେ କମ ଜାଣିଛ। ସିଏ କହୁଛି ତମେ କଣ କମ ଜାଣିଛ, ମୁଁ ଅଧିକ ଜାଣିଛି। ଏଇ ଜିନିଷଟି ପ୍ରତ୍ୟେକ ମନୁଷ୍ୟ ଭିତରେ ଥାଏ ଯେ ମୁଁ ଅଧିକ ଜାଣିଛି, ଅନ୍ୟମାନେ କମ ଜାଣିଛି। ତେଣୁ ସେ ଶିଖିବାକୁ କାହିଁ ଯିବ। ତେଣୁ ଯିଏ ଯାହା କହିଲେ କ୍ଲାସରୁମ ସିଚୁଏସନ ବାଦ ଆମ ଘର ମାନଙ୍କରେ, ତେଣୁ କେହି କାହାଠୁ ଶିଖିବାକୁ ପ୍ରସ୍ତୁତ ନାହାନ୍ତି। ଶିଖିବାକୁ ଯେତେବେଳେ କେହି ପ୍ରସ୍ତୁତ ନାହାନ୍ତି, ବର୍ତ୍ତମାନ ସମୟ କଥା ନୁହଁ, ସବୁବେଳେ ସେଇଆ। କେହି ଯେତେ ପ୍ରସ୍ତୁତ ନାହାନ୍ତି, ତେଣୁ ତମେ ଯେତେ ଗୁରୁତ୍ୱପୂର୍ଣ୍ଣ କଥା, ଯେତେ ଭଲ କଥା କହିଲେ ସେଇଟା ତା ପାଇଁ କିଛି ଅର୍ଥ ରଖୁନି। ତେଣୁ ଯଦି ଦେଖିବା, ଏଇଟା ଗୋଟେ କଲେକ୍ଟିଭ ଏଫର୍ଟ ଦରକାର। ତାପରେ ନିଜର ବ୍ୟକ୍ତିଗତ ସ୍କିଲ ଡେଭଲପ ହବା ଦରକାର। ବ୍ୟକ୍ତିଗତ ସ୍କିଲ କୋଉଥିରେ ଡେଭଲପ ହବ, ଆଗ ହଉଛି ବିଷୟ ସମ୍ବନ୍ଧରେ ଡେଭଲପ ହବ। ତାପରେ ମେଥଡ ସମ୍ବନ୍ଧରେ ଡେଭଲପ ହବ ସ୍କିଲ, ଯେ ମୁଁ କେତେ ପ୍ରକାର ମେଥଡରେ ତାକୁ ରିଚ କରିପାରିବି। ତାପରେ ମୋ ଭିତରେ ଏକ ଅର୍ଗାନାଇଜେସନ କାପାସିଟି ଥିବା ଦରକାର, ସେଇଟା ବି ଡେଭଲପ ହବା ଦରକାର। ତାପରେ ଚାଇଲ୍ଡ ସାଇକୋଲୋଜି କୁ ଷ୍ଟଡି କରିବାର ମୋ ଭିତରେ ସାମର୍ଥ୍ୟ ଡେଭଲପ ହବା ଦରକାର। ତାପରେ ହଉଛି ଅନ ଦ ସ୍ପଟ ଯୋଉ ଅବଜେକ୍ଟିଭ ରହିଛି, ସେ ଅବଜେକ୍ଟିଭକୁ ପହଞ୍ଚିବା ପାଇଁ ପ୍ରୟୋଗାତ୍ମକ ଦିଗରେ, ଜୀବନ ଧର୍ମୀ ଦିଗରେ ମୁଁ କୋଉ ପ୍ରକାରର କାମ ଆଣିକି ତାଙ୍କ ପାଖରେ ରଖିଲେ ପିଲା ସେ କାମଟା ଖୁସିରେ କରିବେ, ଏବଂ କାମଟା କରିସାରିଲା ପରେ ଜାଣିବେ ଯେ ଏଇଥିରୁ ମୁଁ ଏଇଆ ଶିଖିଲି। ତାପରେ ଯେତେବେଳେ ସେ ବହି ଦେଖିବ, କହିବ ଆରେ ହେଇ ଏତ ବହିରେ ତ ସେ ଲେଖା ହେଇଛି। ତାମାନେ ବହି ଲେଖାଟାକୁ ପହଞ୍ଚିବା ପାଇଁ ମୁଁ ଯେତିକି ଗୁଡାଏ କାର୍ଯ୍ୟ ଗୁଡାକ କରିବି, ସେଇଟା ହେଲା ଟିଚିଂ ମେଥଡ ହବା ଦରକାର। ଏଇ ଆଜି ଆମର ସେ ଅପା କହୁଥିଲେ, ତାଙ୍କ ଛୁଆଟେ 3 ବର୍ଷ 3.5 ବର୍ଷ। ସେ କହିଲେ ତାକୁ ଯଦି ଧମକେଇକି କହିଲେ ଏ ତୁ ଏଇଟା କର ବୋଲି, ସେଟା କରନା ବୋଲି, ସେ କିଛି ଶୁଣୁନାହିଁ। କିଛି ଶୁଣୁନାହିଁ। ତାକୁ ଜବରଦସ୍ତ କରିଦେଲେ ସେ ହାତ ଛିଞ୍ଚାଡି ଦଉଛି, ଫୋପାଡି ଦଉଛି, ଗାଲକୁ ଢାଏଟେ ବସେଇ ଦଉଛି। ତାକୁ କହିବ, ଛୋଟ ଛୁଆ 3 ବର୍ଷର ଛୁଆ, ତାକୁ ବୁଝେଇକି କହିବାକୁ ପଡୁଛି। ଏଇଟା ନୁହଁ, ଏମିତି କଲେ ଏଇଆ ହବ, ତାପରେ ସେ ଯାଇକି କରୁନାହିଁ। ଆଉ କେତେ ଗୁଡେ ଜିନିଷ ତାକୁ ଯେତେବେଳେ ମନା କରାହଉଛି, ସିଏ ଆରାମ ସେ କରୁଛି। କିନ୍ତୁ ଏଇଟା ଗରମ, ହାତ ଲଗାନା, ନାଇଁ ତମେ କହିଲେ ସେ ଶୁଣିବ ନାହିଁ। ଗରମ ଥବ, ଅଳ୍ପ ଟିକେ ଗରମ ଥବ, ତାକୁ ଥରେ ହାତ ଲଗେଇଦବ ତାର। ସେ ଜାଣିଲା ଓହୋ ଗରମ ହେଲେ ଏମିତି ହାତଟା ପୋଡେ, ଏମିତି କଷ୍ଟ ହୁଏ। ତାପରେ ସେ କଣ କରିବ, ଆଉ ତମେ ଯେତେବେଳେ ଗରମ ଯୋଉ ଜିନିଷ ସେ ଜାଣିବ, ସେଠିକି ଆଉ ସେ ଯିବ ନାହିଁ। ସେ ସେଠି ଶିଖିବ, ଦେଖିବ, ଦୂରରୁ ଦେଖିବ ସିଏ କେମିତି ଗରମ ଜିନିଷ ଟାକୁ ଧରୁଛନ୍ତି। ମୁଁ ଆଉ ଗୋଟେ କଥା କହୁଛି,
ସେତେବେଳେ ଆମର ଏ ଆମ ଘରେ ସେ ଦେଇର ପିଲା ଆସିଥାନ୍ତି ଘରକୁ। ମୁଁ ସେତେବେଳେ ଘରକୁ ନେଇକି ଯାଇଥାଏ ଲାପଟପ୍ ଟା ନେଇକି ଯାଇଥାଏ। କାହିଁକିନା ସ୍କୁଲର କାମ ଥାଏ ସେ ଲାପଟପରେ ମୁଁ କାମ କରିବି। ବାହାଘର ସାହି କାମ ଏପଟେ ଚାଲିଛି ସେପଟରେ ଘରେ ଗହଳି ଭର୍ତ୍ତି ସେତେବେଳେ ତା ଭିତରେ ସେ ଛୁଆ। ସେ ଛୁଆ ପାଇଁ କିଛି ନାହିଁ କାମ ଯେହେତୁ କାମ ନାହିଁ ସିଏ କାହା କଥା କିଛି ଶୁଣୁନାହାନ୍ତି ତା କଥା କିଏ ଶୁଣିବ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ସିଏ ଦେଖିଲା ଏଇ ଗୋଟାଏ ଲୋକ ଯିଏ ବସିଛି କଣ ଗୋଟେ ଲାପଟପ୍ ଟା ଧରି ବସିଛି ସିଏ ସେଠୁ ଚାଲି ଆଇଲା କହିଲା ମତେ ଦେଖା। କଣ ଦେଖିବ ସେ ଭିଡିଓ ଦେଖିବ। କହିଲା କା ଦେଖିବି କା ମାନେ କାଉ ନୁହଁ ମାନେ ଭିଡିଓ ଦେଖିବ ତାର ଅର୍ଥ ହେଲା କା। ମୁଁ ପଚାରିଲି ଦେଇ ସେ କଣ କହୁଛି କାହା ଦେଖିବ ନା ସେ କହୁଛି ଭିଡିଓ ଦେଖିବ ତାକୁ ଟିକେ ଭିଡିଓ ଦେଖା। ମୁଁ କହିଲି ଆରେ ମୁଁ କାମ କରିବି ବୋଲି ବସିଛି। କାମଟା ସାରିଦେଲେ ସେପଟରେ ଯାଇକିରି ମାନେ ଅଫିସିଆଲ ୱାର୍କ ଟା ସାରିଦେଲେ ସେପଟେ ଯାଇକିରି ମୁଁ ଅନ୍ୟ କାମ କରିବି। ଆଉ ତାକୁ ଯଦି ଏଠି କା ଦେଖେଇବି ସେ ତ ମୋର ଟାଇମ ଖାଇଯିବ। ଟିକେ ଦେଖେଇଦିଏ ତାପରେ ସେ ଆଉ ବ୍ୟସ୍ତ କରିବନି। ତାକୁ କହିଦେଲେ ସେ ଶୁଣିବ। ମୁଁ କହିଲି ହଉ ଠିକ ଅଛି ମୁଁ ନେଟ ଖୋଲି ଗୋଟେ ଭିଡିଓ ଦେଖେଇଦେଲି ସେ ଖୁସି। ତାପରେ କିଛି ନାହିଁ ସାଇଡ ହେଇ ବସିଲା ଚୁପଚାପ ବସିଲା ମୁଁ କାମ କଲି। ମୁଁ କାମ କରି ସାରିକି ଲାପଟପ୍ ଟା ମାନେ ମଝିରେ ଟିକେ ଉଠିକି ଯାଇଛି ବାବୁମଣି ଦେଖିଲା ଲାପଟପ୍ ଟା ଫାଙ୍କା ପଡିଲା ସାଙ୍ଗେ ସାଙ୍ଗେ ଆସିଲା ଖୋଲିଦେଲା। ଖୋଲି ଦେଇକି ଦେଖିଲା କା ନେଟ ଖୋଲି ଦେଖିଲା ଭିଡିଓ। ମୁଁ ଆସି ଦେଖିଲା ବେଳକୁ ସେ ଏମିତି କରିଛି ତାକୁ ସେଠୁ କଣ କହିବି ଛୋଟ ଛୁଆ ତ ମୁଁ ଯେମିତି ଆସିଲି ଛାଡିଦେଲା ସେ ହଁ ଜାଗା ଛାଡିଦେଇ ସାଇଡ ରେ ବସିଲା ମୁଁ ତାକୁ ବନ୍ଦ କରିଦେଲି କିଛି ରିଆକ୍ସନ ନାହିଁ। କାମ କରିବି ନା ବହୁତ ସମଝଦାର। ବୁଝିଲା ବୁଝିକି ବସିଲା ସେଇଠୁ ମୁଁ କହିଲି ଆରେ ବାପା ଇଏ ତ ମୋ କାମ ଟାକୁ ଡିଲିଟ ଫିଲିଟ କରିଦବ ଯଦି ଗଲା। ତେଣୁ ତାକୁ କଣ କଲି ଚାଇଲ୍ଡ ଲକ୍ ଗୋଟେ ଅଛି। ମୁଁ ତାକୁ ମୁଁ ଦେଖିଲି ସିଏ ପିଲାମାନେ ମାର୍କ କରୁଛନ୍ତି ସେ ଗୋଟେ ପାଖରେ ବସି ପୁରା ମାର୍କ କରୁଛି ମୁଁ କୋଉଟାକୁ ମିନିମାଇଜ କରୁଛି। କୋଉଟାକୁ ଖୋଲୁଛି ନେଟ ଖୋଲୁଛି ସେତେବେଳେ ମୋବାଇଲ ଫୋବାଇଲ ଏତେ ନଥିଲା। ମାନେ ଏମିତି ହାଉ ଯାଉ ହଉନଥିଲା ଆଣ୍ଡ୍ରଏଡ ଫୋନ। ତେଣୁ ସେ ସେତେବେଳେ ଛୋଟ ହେଇଥିଲା। ମୁଁ କଣ କଲି ମୁଁ ଜାଣିଗଲି ସିଏ ମତେ ଦେଖୁଛି ମୋ ଆଙ୍ଗୁଠି ଟାକୁ ଦେଖୁଛି। ସେ ଯୋଉ ଦୂରରେ ଥାଇ ବସିନି ମତେ ଅବଜର୍ଭ କରିଛି ମୁଁ ଆଙ୍ଗୁଠି କୋଉଠି ନେଇ କଣ କଣ କରୁଛି ସବୁ। ତେଣୁ ମୁଁ କଣ କଲିି ସିଏ ନ ଦେଖି ପାରିଲା ଭଳିଆ ତା ଆଡକୁ ମୋ ହାତ ପାପୁଲି ରଖି ମୋ କାଣି ଆଙ୍ଗୁଠିରେ ଚାଇଲ୍ଡ ଲକ୍ ଟା ଲକ୍ କଲି। ଲକ୍ କରିଦେଇ ପଳେଇଗଲି ସିଏ ଆସିଲା ଖୋଲିଲା କିଛି କି ବୋର୍ଡ କାମ କଲା ନାହିଁ। ସିଏ ଆଶ୍ଚର୍ଯ୍ୟ ହେଇଗଲା ଥରେ ଅଲରେଡି ଖୋଲିଛି କିନ୍ତୁ ବର୍ତ୍ତମାନ କିଛି କି ବୋର୍ଡ କାମ କରୁନାହିଁ। ସେଠୁ ଆଉ କିଛି ମତେ କହିଲା ନାଇଁ ଚୁପ କି ସେ କଣରେ ବସିଲା କଣରେ ବସି ମତେ ଅନେଇଛି। ତାମାନେ ମୁଁ ପୁଣି ଆସିବି କାମ କରିବି ନା। କେମିତି କାମ କରୁଛି ତାକୁ ମାର୍କ କରିବ ସେ। ସିଏ ଦେଖିଲା ମୁଁ ଗୋଟେ କଣ ଏପଟରେ କୋଉଠି ଗୋଟେ ହାତ ମାରିଲି। ମୁଁ ଆଙ୍ଗୁଠି ମାରିକି କାଣି ଆଙ୍ଗୁଠିରେ ତାକୁ ଲକ୍ ଟା ଖୋଲିଲି। ତାପରେ ପଳେଇ ଆସିଛି ପୁଣି ଦିନେ ଦି ଦିନ ପରେ ମୁଁ ଚାଇଲ୍ଡ ଲକ୍ କରିଦେଇ ପଳେଇ ଆଇଛି ବାବୁମଣି ଦେଖିଲା କୋଉ ଜାଗାରେ ସେ ପ୍ରଥମେ ଆସି ହାତ ମାରିଥିଲି ମୁଁ ସେଇ ଜାଗାକୁ ମାର୍କ କରିକିରି ସେ ଚାଇଲ୍ଡ ଗୋଟେ ଜାଗାରେ ହାତ ହେଲା ମୁଁ ଦୂରରୁ ଦେଖୁଛି। ହାତ ମାରୁଛି କି ବୋର୍ଡରେ ହାତ ମାରୁଛି ନାଇଁ ଚାଲୁନାଇଁ। ଆଉ ଗୋଟେ ଜାଗାରେ ହାତ ମାରୁଛି କି ବୋର୍ଡ ହାତ ମାରୁଛି ଚାଲୁନି। ଲାଷ୍ଟ କୁ ସେ ଚାଇଲ୍ଡ ଲକ୍ ଛୋଟିଆଟା ଏଇ ବକଟ ନାକରୁ ଗୋଟେ ସୁଇଚ ଥିଲା ତା ଭିତରେ। ଲାପଟପ ର କି ପ୍ୟାଡ ର ପାଖରେ ଗୋଟେ ଚାଇଲ୍ଡ ଲକ୍ ଛୋଟିଆଟା ଥିଲା। ସେଇଠି ମାରିଦେଲା ତାପରେ କି ବୋର୍ଡ ହାତ ମାରିଲା କାମ କଲା ବାସ୍ ତାପରେ ଖୋଲିଲା ଖୋଲିକି ନେଟ୍ ଖୋଲିଲା ନେଟ୍ ଖୋଲିକିରି ଦେଖିଲା ଭିଡିଓ। ପିଲାମାନେ ଏଇ ଲେବୁଲ ର ରହିଛନ୍ତି। ତେଣୁ ଆମକୁ ସେଇ ଲେବୁଲ କୁ ଯାଇକିରି ତାଙ୍କର ପ୍ରୟୋଗାତ୍ମକ ଦିଗକୁ ତାଙ୍କର ଇଣ୍ଟରେଷ୍ଟ କୁ ଆଣିବା ପାଇଁ ମୁଁ ଏମିତି ସିଚୁଏସନ ଟେ କ୍ରିଏଟ କରିବି ଯଦ୍ଵାରା ସେ ତା ଭିତରେ ବୁଡିଯିବ ମଜିଯିବ। ସେ ଜିନିଷ ଟା ଆମେ କରୁନାହୁଁ ତେଣୁ ପିଲା କାହିଁ ଶୁଣିବ ଆମ କଥା। ତାପରେ ଆମେ ସେଦିନ କଥା ହଉଥିଲେ ଯୋଉ ପିଲାମାନେ ଦେଖୁଛନ୍ତି ଆମେ ଯାହା କହୁଛୁ ଆମେ ତାହା କରୁନାହୁଁ। ତେଣୁ ସିଏ ଆମ କଥା ଶୁଣୁନାହିଁ। ଇଏ ଗୋଟେ ଆଉ ଗୋଟେ ଜିନିଷ ହଉଛି ଏମିତି ବହୁତ ଗୁଡା ରିଜିନ ବାହାରିବ ଆଉ ଗୋଟେ ଜିନିଷ ହଉଛି
ସାଧାରଣତଃ ଆମ ଭିତରେ ଯୋଉ ପ୍ରକାରର ଚିନ୍ତାଧାରା ଥାଏ, ଆମେ ଯେତେବେଳେ ଯାଉଛନ୍ତି ତାଙ୍କ ପାଖକୁ, ତାଙ୍କ ପାଖରେ ସେଇ ଜିନିଷଟା ରିଫ୍ଲେକ୍ଟ ହୁଏ। ଆଗରୁ ସେଇଟା ଜଣା ପଡୁନଥିଲା। କାହିଁକି ନା ପିଲା ଏତେ ଏକ୍ସପ୍ରେସିଭ ନଥିଲେ ଯେ ସେ କହୁନଥିଲେ, କେହି ଚୁପଚାପ ରହୁଥିଲେ। ବର୍ତ୍ତମାନ କଣ ହଉଛି, ବର୍ତ୍ତମାନ ସେମାନେ ସେଟାକୁ ଏକ୍ସପ୍ରେସ କରିଦଉଛନ୍ତି, ତେଣୁ ଜଣା ପଡିଯାଉଛି। ତେଣୁ ଆମେ କହୁଛନ୍ତି ଏଗୁଡା କିଛି ଶୁଣୁନାହାନ୍ତି। ଆଗରୁ କଣ ଥିଲା, ଚୁପଚାପ ଚାପି ହେଇକି ରହିଯାଉଥିଲେ, ଅନ୍ୟମନସ୍କ କେହି ହଉନଥିଲେ। କିଛି ନହେଲେ ବି ଆପଣ ମୁହଁକୁ ଏମିତି ଅନେଇକି ବସୁଥିଲେ। ବର୍ତ୍ତମାନ ସେମାନେ ଏକ୍ସପ୍ରେସ କରିଦଉଛନ୍ତି। ସେ ମାନେ ଆମେ କହୁଛୁ ସେ ମାନୁନାହାନ୍ତି ନୁହଁ, ଆମର ଅନ୍ତର ଅବସ୍ଥା ଟା ତାଙ୍କ ପାଖରେ ରିଫ୍ଲେକ୍ଟ ହଉଛି। ସେଇଥିପାଇଁ ତ କହୁଛୁ ଟୁ ବି, ତମେ ହୋଇ ଉଠ। ତମେ ହୋଇ ଉଠିଲେ ତମେ ତାଙ୍କ ପାଖକୁ ଗଲେ ସେମାନେ ନୀରବ ହେବେ। ଏମିତି ନୁହଁ ଯେ ଜଣେ ବ୍ୟକ୍ତି ହୋଇ ଉଠିଥିବ, ଗଲେ ସେ ନୀରବ ହେଇଯିବେ। ସେମିତି ବି ନ ହେଇପାରେ। କାହିଁକି ନା କଲେକ୍ଟିଭ ଏଫର୍ଟ ହେଇନି। ଅନ୍ୟମାନଙ୍କ ପାଖରେ ସେ ଦେଖୁଛନ୍ତି ଏମାନେ ସମସ୍ତେ ହଉଛନ୍ତି ସେଇ ଆମ ଗାଁ ଭୁଆଁ ବିରାଡି। ତେଣୁ ହଠାତ୍ ତମେ ବାଘ ବା ସିଂହ ତାଙ୍କ ପାଖକୁ ଗଲେ ବି ସିଏ ଭାବୁଛନ୍ତି ଇଏ ବିଲୁଆ ଟା ସିଂହର କଣ ଉପରଟା ଛାଞ୍ଚ ମୁକୁଟ ପିନ୍ଧି ଦେଇଛି। ତେଣୁ ସିଏ ହୁଏତ ପ୍ରଥମେ ତୁମକୁ କେୟାର କରିବେନି। କିନ୍ତୁ ତମ ପ୍ରଭାବ କିଛି ସମୟ ତାଙ୍କ ପାଖରେ ରହିବ। ତମେ ସେଇ ଲେବୁଲରେ ଥାଇ, ସେ ଉଚ୍ଚତର ଚେତନାରେ ଥାଇ ତାଙ୍କ ସହିତ ଯେତେବେଳେ ଡିଲ୍ କରିବ, ଧୀରେ ଧୀରେ ସିଏ ଜାଣିବେ, କହିବେ ନାଇଁରେ ଇଏ ବିଲୁଆ ନୁହଁରେ, ଇଏ ମୁକୁଟ ପିନ୍ଧିନେଇରେ, ଏଇଟା ହଉଛି ତାର ଅରିଜିନାଲ କେଶ, ଏଇଟା ସିଂହଟା, ଏଇଟା ସିଂହ। ତେଣୁ ତମର ଏଠି କହିବାର ଅର୍ଥ ହଉଛି, ତମର ପ୍ରଭାବ ଟା ପ୍ରଥମେ ପ୍ରଭାବ ନ ପକେଇ ପାରେ, ତାପରେ ତମ ପ୍ରଭାବ ଟା ତାଙ୍କ ଉପରେ ପଡିବ ଏବଂ ସେମାନେ କରିବେ। ଏଇଟା ସବୁ ପାଇଁ ଲାଗୁ। ବଡ ପିଲାଙ୍କ ପାଖରେ ଲାଗୁ ହବ, ଛୋଟ ପିଲାଙ୍କ ପାଖରେ ଲାଗୁ ହବ, ଜମାରୁ କଥା କହି ପାରୁନଥିବା ପିଲା ପାଖରେ ବି ଲାଗୁ ହବ। ବେଳେ ବେଳେ କିଏ କହନ୍ତି ଯେ ତମ ଚିହ୍ନା ଲୋକ ବୋଲି, ଛୋଟ ଛୁଆଙ୍କ କଥା କହୁଛି, ସେ ତମ କଥା ଶୁଣୁଛନ୍ତି ବା ଇଏ କରୁଛନ୍ତି, ସେ କରୁଛନ୍ତି। ଛୋଟ ଛୁଆ ଯେତେବେଳେ ପଶୁ ପକ୍ଷୀଙ୍କ ସହିତ ଲାଗନ୍ତି, ତାଙ୍କୁ ଯେତେ ଜୋରରେ ତା ତଣ୍ଟି ଫଣ୍ଟି ଚିପିଲେ ବି ସେମାନେ ବେଶୀ ରିଆକ୍ଟିଭ ହୁଅନ୍ତିନି ସେ ପଶୁ ପକ୍ଷୀ ଗୁଡା ତାଙ୍କ ପାଖରେ। କାହିଁକି ନା ସେମାନେ ଜାଣନ୍ତି ଯେ କୋଉ ଇଣ୍ଟେନସନ ରେ ଇଏ କରୁଛି। ସେ ଜିନିଷ ଟା ସେମାନେ ଅନୁଭବ କରନ୍ତି। ଖେଁ ଖେଁ ହୁଅନ୍ତି, ଖିଙ୍କାରି ହୁଅନ୍ତି, କିନ୍ତୁ କାମୁଡିବେ ନାହିଁ। ତମେ ତାଙ୍କ ସାଙ୍ଗରେ ଲାଗିଲେ ସେ କାମୁଡି ପକେଇବେ, ସେ ଜୀବ ଗୁଡାକ। କିନ୍ତୁ ଛୋଟ ଛୁଆ ଲାଗିବେ, ସେ କାମୁଡିବେ ନାହିଁ। ତେଣୁ ଏଇ ଜିନିଷଟି ସମସ୍ତଙ୍କ ପାଖରେ ଲାଗୁ, ଯେ ତମର ଅନ୍ତରର ସ୍ଥିତି ପିଲାଙ୍କ ଉପରେ ପ୍ରଭାବ ପକାଏ। ଏଇ ଦେଇର ଝିଅ ଯେତେବେଳେ ସାନଟା ଥିଲା, ସିଏ ସାନ ଦେଇର ଝିଅ ନା ପୁଅ, ସେ ସାନ ଥିଲା ବେଳେ, କିଏ ମନେ ପଡୁନି, ସେ ଯିଏ ବି ହଉ, ସିଏ ଯେତେବେଳେ ମାତୃଭୂମିରୁ ଆସିଥିଲା, ଏଠୁ ଓହ୍ଲେଇଲା ପର ଠାରୁ ଏରୋପ୍ଲେନ ରୁ କାହାରି ପାଖକୁ ସେ ଗଲାନି। ସେ ତା ଶ୍ୱଶୁର ଘର ଲୋକ କାହା ପାଖକୁ ଗଲା ନାହିଁ, କି କାହା ପାଖକୁ ଗଲା ନାହିଁ। ଆଉ ଏଇଠି ତାପରେ ଯେତେବେଳେ ଆସିଲା, ମୋ ପାଖକୁ ପଳେଇ ଆସିଲା, ଛୋଟ ଛୁଆ ଟା ମୋ ପାଖକୁ ପଳେଇ ଆସିଲା। ସେଠି ମୋ ଭିତରେ ଧାରଣା ଥିଲା, ବୋଧ ହୁଏ ଯେହେତୁ ଦେଇର ବ୍ଲଡ ରିଲେସନ, ତେଣୁ ମତେ ନ ଚିହ୍ନି ଥିଲେ ବି ମୋ ପାଖକୁ ପଳେଇ ଆସିଲା କି, ସେ ଭାବଟା ଆସିଲା। ମାନେ କୋଶ୍ଚିନ୍ ଟା ମୁଣ୍ଡ ଭିତରେ ରହିଲା, ପାଠ ପଢୁଛି ତ। କିନ୍ତୁ ତାପରେ ଦେଖିଲି ମାମୁଁ ତାକୁ ଆଉ କାହା ପାଖକୁ ଗଲାନି, କାହା ପାଖକୁ ଗଲାନି। ଆଉ ମାମୁଁ ତାକୁ ଡାକିଲେ ଧରିବା ପାଇଁ, ମାମୁଁ ପାଖକୁ ପଳେଇଲା। ମୁଁ ସେଇଠି ଜାଣିଲି ଆକ୍ଚୁଆଲି ସିଏ ଭିତରର ଭାବଟାକୁ ଗ୍ରହଣ କରିପାରୁଛନ୍ତି। ତମର ଏଇ ଜିନିଷ ଗୁଡାକ ଆଗରୁ ଏତେ ଜଣା ପଡୁନଥିଲା, ଏବେ ସେଗୁଟା ଅଧିକ ଜଣା ପଡୁଛି। ସେଇଥିପାଇଁ ଆମକୁ ପ୍ରାୟ ଜିନିଷ ମାନେ ଆମେ କହୁଛୁ ପିଲା କଥା ଶୁଣୁନାହାନ୍ତି, କଥା ମାନୁନାହାନ୍ତି। ଆମେ ଆକ୍ଚୁଆଲି ଏନଭାରମେଣ୍ଟ ଟା ତିଆରି କରିପାରୁନୁ।
ସେଇଟା ହିଁ ଆମ ପାଇଁ ପ୍ରୋବ୍ଲେମ। ମା Ma. Thank you, all, Robert.